ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ମୁଁ ଜ୍ୟୋତିର୍ବିଦ ଶ୍ରୀ ମଧୁସୂଦନ ନାୟକ ଆପଣଙ୍କୁ ମା ଶାରଳା ଆଶ୍ଚର୍ଯ୍ୟଙ୍କୁ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ବୃହସ୍ପତି ମହାଗ୍ରହ ଅଶୁଭ ଥିଲେ ଏହାର ଲକ୍ଷଣ କେମିତି ଜାଣିବେ ଓ ଏହାର ପ୍ରତିକାର କ'ଣ ରହିବ ଆସନ୍ତୁ ଜାଣିବା। ବୃହସ୍ପତି ମହାଗ୍ରହ ଅଶୁଭ ହେଲେ ମୁଣ୍ଡ ଚନ୍ଦା ହୋଇଯାଏ, ବେକରେ ଯେକୌଣସି ମାଳା ପିନ୍ଧିବା ବଢ଼ିଯାଏ, ସୁନା ଚୋରି ହୋଇଯାଏ ବା ହଜିଯାଏ, ଶିକ୍ଷା ବନ୍ଦ ହୋଇଯାଏ, ବୃଥାରେ ଅପଯଶ ମିଳେ, ଜାତକ ନାମରେ ବୃଥା ଦୁର୍ନାମ ରଟନା ହୁଏ ଏବଂ ମସ୍ତିଷ୍କ ବିକୃତି ଘଟେ। ଅନେକ ସ୍ଥଳରେ ବ୍ୟକ୍ତି ପାଗଳ ହୋଇଯାଆନ୍ତି। ଏହାର ପ୍ରତିକାର କ'ଣ କରିବେ? ପ୍ରଥମତଃ ଗୁରୁବାର ଉପବାସ କରନ୍ତୁ, ଦ୍ୱିତୀୟରେ ମଥାରେ ହଳଦିଆ ତିଳକ ଲଗାନ୍ତୁ, ତୃତୀୟରେ ନାଭି ବା ଜିଭ ଉପରେ କେଶର ଲଗାନ୍ତୁ, ଚତୁର୍ଥରେ ଅଶ୍ୱତ୍ଥ ଗଛ ମୂଳରେ ଜଳଦାନ କରନ୍ତୁ, ପଞ୍ଚମରେ ହଳଦିଆ ଫୁଲ ଫୁଟୁଥିବା ଗଛ ଘରରେ ଲଗାନ୍ତୁ, ଷଷ୍ଠରେ ବ୍ରହ୍ମଦସ୍ତି ବା ବ୍ରାହ୍ମଣହାଟିଆ ଗଛ ଲଗାଇ ପୂଜା କରନ୍ତୁ, ସପ୍ତମରେ ଗରୁଡ଼ ପୁରାଣ ପାଠ କରନ୍ତୁ, ସପ୍ତମରେ ସାଧୁ ବା ବ୍ରାହ୍ମଣଙ୍କ ସେବା କରନ୍ତୁ, ଅଷ୍ଟମରେ ଚଣା ଡାଲି ଦାନ କରନ୍ତୁ, ନବମରେ ସ୍ନାନ ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ, ଦଶମରେ 2 ଖଣ୍ଡ ସୁନା ସଂଗ୍ରହ କରି ଖଣ୍ଡିଏ ସମୁଦ୍ରରେ ଫିଙ୍ଗି ଦିଅନ୍ତୁ ଏବଂ ଅନ୍ୟ ଖଣ୍ଡକୁ ନିଜେ ମୁଦି ତିଆରି କରି ପିନ୍ଧନ୍ତୁ। ଜୟ ଜଗନ୍ନାଥ।